ଯେଉଁମାନଙ୍କର ଗୋଟିଏରୁ ଅଧିକ ବ୍ୟାଙ୍କ ଆକାଉଣ୍ଟ ବର୍ତ୍ତମାନ ଆପଣମାନେ ଜାଣି ରଖନ୍ତୁ ଆରବିଆଇ ଲକ୍ଷ ଲକ୍ଷ ବ୍ୟାଙ୍କ ଆକାଉଣ୍ଟ ବର୍ତ୍ତମାନ କ୍ଲୋଜ କରୁଛି। ତିନି ଟାଇପର ବ୍ୟାଙ୍କ ଆକାଉଣ୍ଟକୁ କ୍ଲୋଜ କରୁଛି। ନମ୍ବର 3 ଫ୍ରୋଜନ ଫ୍ଲାଗ ଆକାଉଣ୍ଟ। ଯୋଉ ଆକାଉଣ୍ଟକୁ ଆପଣଙ୍କୁ କୋର୍ଟରୁ ଅର୍ଡର ଆସିଥିବ ବା ସସ୍ପିୟସ୍ ଆକ୍ଟିଭିଟି ଥିବ ଆପଣମାନେ ସେ ଆକାଉଣ୍ଟକୁ ଆଉ ଚଲେଇ ପାରିବେନି। ଫ୍ୟୁଚରରେ ମଧ୍ୟ କୌଣସି ପ୍ରକାର ଟ୍ରାଞ୍ଜାକ୍ସନ ମଧ୍ୟ କରିପାରିବେ ନାହିଁ। ନମ୍ବର 2 ନନ୍ କେୱାଇସି ଆକାଉଣ୍ଟ। ଯଦି ଆପଣମାନେ ପ୍ୟାନ କାର୍ଡ ଆଧାର କାର୍ଡ ଆପଣଙ୍କର ଆକାଉଣ୍ଟରେ ଲିଙ୍କ କରିନଥିବେ ତୁରନ୍ତ ଆପଣଙ୍କର ଆକାଉଣ୍ଟ ମଧ୍ୟ ଫ୍ରିଜ୍ ହୋଇଯିବ। ଆପଣମାନେ ଆକାଉଣ୍ଟକୁ ଆଉ ଚଲେଇ ପାରିବେ ନାହିଁ। ନମ୍ବର 1 ଇନଆକ୍ଟିଭ ଆକାଉଣ୍ଟ। ଯୋଉ ଆକାଉଣ୍ଟ ଆପଣ 12 ମାସ ପର୍ଯ୍ୟନ୍ତ ଟୋଟାଲ ଟ୍ରାଞ୍ଜାକ୍ସନ କରିନଥିବେ ସେ ଏଟିଏମ୍ ହଉ ୟୁପିଆଇ ବା ଅନ୍ୟ ଥ୍ରୁରେ ଟୋଟାଲ ଟ୍ରାଞ୍ଜାକ୍ସନ କରିନଥିବେ କିନ୍ତୁ ଆକାଉଣ୍ଟରେ ଟଙ୍କା ଅଛି ଆପଣଙ୍କ ଆକାଉଣ୍ଟ ମଧ୍ୟ କ୍ଲୋଜ ହୋଇପାରିବ। ଆପଣ ଆକାଉଣ୍ଟ ମଧ୍ୟ ଡରମାଟ କ୍ୟାଟାଗୋରୀରେ ମଧ୍ୟ ଯିବ ବୋଲି। ଯୋଉ ଫଣ୍ଡ ଗୁଡାକ ଆପଣଙ୍କର ଆରବିଆଇ ଡିପୋଜିଟରେ ବା ଆୱାରନେସ ଆଉ ଏଜୁକେସନରେ ମଧ୍ୟ ସେଇଟା ରହିବ। ତେଣୁ ଆପଣମାନେ ମଧ୍ୟ ସତର୍କ ହୋଇଯାଆନ୍ତୁ। ଯଦି ଆପଣଙ୍କର ଏଇ ଟାଇପର ଆକାଉଣ୍ଟ ଅଛି ତୁରନ୍ତ ଆପଣମାନେ ଟ୍ରାଞ୍ଜାକ୍ସନ କରନ୍ତୁ, ଇ କେୱାଇସି କରନ୍ତୁ ଯାହାଫଳରେ ଆପଣ ଆକାଉଣ୍ଟ ମଧ୍ୟ ସୁରକ୍ଷିତ ରହିବ।